ଚକାପାଦ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି। କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକରେ କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ ଏବଂ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ମିଳିତ ଆନୁକୂଲ୍ୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ 70ଟି ଅଭିଯୋଗ ପତ୍ରକୁ ଜିଲ୍ଲାପାଳ ଗ୍ରହଣ କରି ବିଭାଗୀୟ ଅଧିକାରୀମାନଙ୍କୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ରୀନା ପ୍ରଧାନ, ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, PITDA କୃପାସିନ୍ଧୁ ବେହେରା, BDO ହୃଦୟରଞ୍ଜନ ସାହୁ, ଅଧ୍ୟକ୍ଷା ବୈନେତ୍ରୀ କହଁର, ଜିଲ୍ଲା ପରିଷଦ ସଭ୍ୟା ରଞ୍ଚନା ନାୟକ, ଉପାଧ୍ୟକ୍ଷ ସୋମନାଥ ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ। କନ୍ଧମାଳରୁ ଶ୍ରୀକାନ୍ତ କୁମାର ବେହେରାଙ୍କ ସହିତ ସୂର୍ଯ୍ୟ ନାରାୟଣ, TK ନ୍ୟୁଜ୍ ମିଡ଼ିଆ।